ରୀତିକାଙ୍କ ସଫଳତା 2024 ମସିହା ଡିସେମ୍ବର 25 ରୁ 28 ତାରିଖ ଯାଏଁ ସୁରଟରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ଓମେନ୍ସ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ 2024-2025 ରେ ଜେଏମ୍ ରୀତିକା ଦାସ ସିନିୟର ବୟସ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳ ପ୍ରଥମ ଥର 162.80 ପଏଣ୍ଟ ରଖି ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ବେଳେ ରେଲୱେ ଦଳ 175.90 ରଖି ପ୍ରଥମ ଓ ମହାରାଷ୍ଟ୍ର 166.05 ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରୀତିକା ଓଡ଼ିଶା ଦଳ ପାଇଁ ପଞ୍ଚମ ସ୍ଥାନରେ ରହି ତାଙ୍କର ଖେଳ ପ୍ରଦର୍ଶନ କରି ଦଳଗତ କାଂସ୍ୟ ପଦକ ହାସଲ କରିଛନ୍ତି। ସେ ତିନିଟି ଆପଟସ୍ ଯଥା ଭଲ୍ଟିଂ ଟେବୁଲ, ବାଲାନ୍ସିଂ ବିମ୍ ଓ ଫ୍ଲୋର ଏକ୍ସରସାଇଜ ଅଂଶଗ୍ରହଣ କରି ଦଳଗତ ଭାବେ ଭଲ୍ଟିଂ ଟେବୁଲରେ ପଞ୍ଚମ ସ୍ଥାନ, ବାଲାନ୍ସିଂ ବିମ୍ରେ ଚତୁର୍ଥ ସ୍ଥାନ ଓ ଫ୍ଲୋର ଏକ୍ସରସାଇଜରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସହିତ ଆସନ୍ତା ଫେବୃଆରୀ ମାସରେ ଉତ୍ତରାଖଣ୍ଡଠାରେ ହେବାକୁ ଥିବା ନ୍ୟାସନାଲ ଗେମ୍ ପାଇଁ ଓଡ଼ିଶା ଦଳ ତରଫରୁ ଚୟନ ହୋଇ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଆଶାୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ସେ ଗତ ଅକ୍ଟୋବର ମାସରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା सीबीएसई ନ୍ୟାସନାଲ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ ତରଫରୁ ଅଣ୍ଡର-19 ବାଳିକା ବର୍ଗରେ ଚମ୍ପିଅନ ହୋଇଥିବା ସହିତ ଆସନ୍ତା ଫେବୃଆରୀ ମାସରେ 2 ଓ 3 ତାରିଖରେ କଲିକତାଠାରେ ହେବାକୁ ଥିବା SGFI ନ୍ୟାସନାଲ ଚାମ୍ପିଅନସିପ୍ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବା ସହ ନଭେମ୍ବରରେ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଚମ୍ପିଅନ ହୋଇଥିଲେ। ଏହା ସହିତ ଜୟପୁର, କୋରାପୁଟଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଭଲ୍ଟିଂ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିବା ସହିତ ସୁରଟରେ ହୋଇଥିବା ଓପନ ନ୍ୟାସନାଲ ପାଇଁ ଓଡ଼ିଶା ଦଳରେ ସାମିଲ ହୋଇଥିଲେ। ରୀତିକା ତାଙ୍କର ଜିମ୍ନାଷ୍ଟିକ୍ କ୍ୟାରିୟର ମାତ୍ର 6 ବର୍ଷ ବୟସରେ ଜେଏମ୍ ସ୍ପୋର୍ଟସ୍ ଏକାଡେମୀରୁ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ କଳିଙ୍ଗ ଷ୍ଟାଡିୟମରେ ଥିବା ହାଇ ପରଫର୍ମାନ୍ସ ସେଣ୍ଟରରେ ଅଭ୍ୟାସରତ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ଭୁବନେଶ୍ୱର ଜିଲ୍ଲା ଜିମ୍ନାଷ୍ଟିକ୍ ସଂଘର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସେଠୀ, ସହ ସମ୍ପାଦକ ଶ୍ରୀଯୁକ୍ତ ଗୁରୁପ୍ରସାଦ ପଟ୍ଟନାୟକ, ଉପସଭାପତି ଶ୍ରୀମତୀ ମୀରାରାଣୀ ଦାସ, ଶ୍ରୀଯୁକ୍ତ ଯଶୋବନ୍ତ ଦାସଙ୍କ ସହିତ ଅନ୍ୟ ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଛନ୍ତି। ବ୍ୟୁରୋ ରିପୋର୍ଟ, ସୂର୍ଯ୍ୟାଲୋକ ମିଡ଼ିଆ। ଆମର ଏପରି ଖବର ଦେଖିବାକୁ ଆମ ଚ୍ୟାନେଲକୁ ଅଧିକରୁ ଅଧିକ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।